ସମୀରଣଙ୍କ କବିତା ଡାଏରୀ ପଢ଼ିବା ପରେ ତନୁଶ୍ରୀ ଭାବୁଛି ସେ କ'ଣ ନ ହରେଇଲା। ସବୁ କବିତା ସମୀରଣ ତାଙ୍କ ପ୍ରିୟତମା ଅର୍ଥାତ୍ ତନୁଶ୍ରୀକୁ ହିଁ ଉତ୍ସର୍ଗ କରିଥିଲେ। ତାପରେ କ'ଣ ହେଲା ଚାଲନ୍ତୁ ଶୁଣିବା ଅନୁରାଗର ଫୁଲ ଭାଗ 7ରେ। ତନୁଶ୍ରୀ ଡାଏରୀରେ ଯେତୋଟି କବିତା ଥିଲା ସବୁ ପ୍ରଥମରୁ ଶେଷ ଯାଏଁ ପଢ଼ି ପକାଇଲା। ସବୁ କବିତା ଏକକୁ ଆରେକ ବଳି। ସମୀରଣଙ୍କ କବିତାରେ ନିଜର ପ୍ରିୟତମା ପ୍ରତି ଥିବା ଗଭୀର ଭଲ ପାଇବା ଓ ସମ୍ମାନ ହିଁ ଲୁଚି ରହିଥିଲା। ତନୁଶ୍ରୀ କବିତା ଭିତରେ ହଜିଗଲା। ତାଙ୍କ ପ୍ରିୟତମା ସେ ଯିଏ ବି ହେଇଥାଉ ସେ ନିଶ୍ଚିତ ଭାବେ ଭାଗ୍ୟବତୀଟିଏ। ଏତେ ପ୍ରଶଂସା କବିତାରେ ଅଜାଡ଼ି ଦେଇଛନ୍ତି ସେ ତନୁଶ୍ରୀ ତ କେବେ ହେଇପାରେ ନା। ତନୁଶ୍ରୀ ଆଖିରେ ଲୁହ ଢଳ ଢଳ ହେଉଥିଲା। ସମୀରଣ ସବୁଦିନ ପାଇଁ ମୁହଁ ଫେରି ତାଠାରୁ ଦୂରକୁ ଚାଲି ଯାଇଛନ୍ତି। ହୁଏତ ଆଉ କେବେ ଫେରିବେନି। ମଣିଷ ପାଖରେ ଯେଉଁ ଜିନିଷ ଥାଏ ସେ ତାର ମୂଲ୍ୟ ବୁଝେନି, ଆଉ ଯେତେବେଳେ ବୁଝେ ସେ ତା ପାଖରେ ନଥାଏ। ସେ ଏଠାକୁ ବହୁତ ଆଶା ନେଇ ଶାଶୁଙ୍କ ସହ ଆସିଥିଲା, ହେଲେ ସବୁ ଆଶା ତାର ଆଶାରେ ହିଁ ରହିଗଲା। ସମୀରଣ ତାକୁ ଦ୍ୱିତୀୟ ସୁଯୋଗ ଦେଲେନି। ସେ କ'ଣ ଜାଣିନାହାନ୍ତି ତନୁଶ୍ରୀ ତାଙ୍କ ପାଖକୁ ଆସିଛି ବୋଲି? ଯଦି ମନରେ କିଛି ନଥାନ୍ତା ତାହେଲେ ସେ କଦାପି ଏଠାକୁ ଆସିନଥାନ୍ତା। ଏତିକି ବୁଝିବାର ଶକ୍ତି କ'ଣ ତାଙ୍କର ନାହିଁ? ରାତି କଟିଗଲା ସେଇ ଭାବନାରେ। ସତରେ କ'ଣ ସମୀରଣ ଦିଲ୍ଲୀ ଯାଇଛନ୍ତି ନା ତାଠାରୁ ଦୂରେଇ ରହିବାର ଗୋଟେ ସୁନ୍ଦର ବାହାନା? ଶାଶୁଙ୍କୁ କେମିତି କହିବ ଏସବୁ? କେତେଦିନ ସେ ବୁଢ଼ୀ ମଣିଷ ନିଜ ଘର ଗାଁ ଛାଡ଼ି ଏଇଠି ପଡ଼ି ରହିବେ? ଏଠିକାର ଖାଇବା ରହିବା ତାଙ୍କୁ ପସନ୍ଦ ଆସୁନି। ତନୁଶ୍ରୀ ସବୁ ବୁଝିପାରୁଛି। ତା ଛଡ଼ା ସମୀରଣ ଯଦି ଦିଲ୍ଲୀ ଯାଇଥିବେ ତ ଭଲ କଥା, ନହେଲେ ଯଦି ତା ପାଇଁ ଆଉ କେଉଁଠି ରହୁଥିବେ ସେ ବି କାହିଁକି ବୃଥାରେ କଷ୍ଟ ପାଇବେ। ନା, କାଲିକୁ ସେ ଶାଶୁଙ୍କୁ କହିବ ଦୁହିଁଙ୍କର ଫେରିଯିବା କଥା। ହଠାତ୍ ଫୋନ୍ ରିଙ୍ଗ ହେବାର ଶବ୍ଦରେ ତନୁଶ୍ରୀ ନିଜ ଭାବନାରୁ ଫେରି ଆସିଲା। କାନ୍ଥରେ ଘଡ଼ିକୁ ଅନାଇଲା। ଭୋର 4ଟା ହେଲାଣି। ଆଉ କେଇ ଘଡ଼ି ପରେ ରାତି ପାହିବ। ଏ ସମୟରେ କିଏ ଫୋନ୍ କରୁଛି, ପୁଣି କାହାକୁ? ତନୁଶ୍ରୀ ଫୋନ୍ ଉଠେଇ ହେଲୋ କହି ଅପର ପ୍ରାନ୍ତରୁ ଉତ୍ତରକୁ ଅପେକ୍ଷା କରି ରହିଲା। ହେଲେ କିଛି ଉତ୍ତର ନଥିଲା। ତନୁଶ୍ରୀ ପୁଣି ଥରେ ଇଂରାଜୀ ହିନ୍ଦୀରେ ପଚାରିଲା, ଆପଣ କିଏ କହୁଛନ୍ତି? କିଛି ନ କହିବେ ଯଦି ଫୋନ୍ କାହିଁକି କରିଛନ୍ତି? ତଥାପି କିଛି ଉତ୍ତର ନଥିଲା। କେବଳ ଦୀର୍ଘଶ୍ୱାସର ଅସ୍ପଷ୍ଟ ଶବ୍ଦ ବାରି ହୋଇ ପଡ଼ୁଥିଲା। ତନୁଶ୍ରୀ ପୁଣି କହିଲା, ସମସ୍ତେ କ'ଣ ଆପଣଙ୍କ ପରି ନୀରବ ଭାଷା ବୁଝିପାରନ୍ତି? ହଉ, ଆପଣଙ୍କୁ ଯଦି ମୋ ସ୍ୱର ଶୁଣିବାକୁ ପସନ୍ଦ ନୁହଁ ମୁଁ ଆଉ କିଛି କହିବାକୁ ଚାହୁଁନି, ରଖୁଛି। ତା ମନ କହୁଥିଲା ନୀରବ ରହି ମନ ପଢ଼ିବାକୁ ଚେଷ୍ଟା କରୁଥିବା ଲୋକଟି ନିଶ୍ଚୟ ସମୀରଣ ହିଁ ହେଇଥିବେ। ନହେଲେ ତା କଣ୍ଠ ଶୁଣି କିଏ ନୀରବ କାହିଁକି ରହିଥାନ୍ତା? ତାହେଲେ ସୁଦୂର ଦିଲ୍ଲୀରେ ବସି ତାର ମନ ପଢ଼ିବାକୁ ସେ ଚେଷ୍ଟା କରୁଛନ୍ତି। ତନୁଶ୍ରୀ ସେଇ ଦିନର ତନୁଶ୍ରୀ ରାୟ ହେଇଅଛି ନା ଆଉ କିଛି? ହେଲେ ସେ କେମିତି ବୁଝେଇବ? ସେଦିନ ତନୁଶ୍ରୀର ନବକଳେବରଟିଏ ହେଇସାରିଛି। ୟା ଭିତରେ 4 ଦିନ ବିତିଗଲାଣି। ଅଚାନକ ତନୁଶ୍ରୀର ବାପା ବିଷ୍ଣୁପଦ ବାବୁଙ୍କଠାରୁ ଫୋନ୍ ଆସିଲା ସମୀରଣର ବଙ୍ଗଳା ଫୋନ୍ ନମ୍ବରରେ। ତନୁଶ୍ରୀ ବାପାଙ୍କ ସ୍ୱର ଶୁଣି ଭାବୁକ ହେଉଥିଲା, ହେଲେ ନିଜ ଭାବନାକୁ କାବୁରେ ରଖି କହିଲା, ହ୍ୟାଲୋ ବାପା, କେମିତି ଅଛ? ଆରେ ମା, ମୋ କଥା ଛାଡ଼େ, ତୁ ସେଠିକି କେବେ ଗଲୁ କିଛି ଜଣେଇଲୁନି? ସମୁଦୁଣୀଙ୍କ ଗାଁ ନମ୍ବରକୁ ଫୋନ୍ କରି ଜାଣିଲି ତମେ ଦିହେଁ ଇନ୍ଦୋର ଯାଇଛ ବୋଲି। ହଁ ବାପା, ଏଇ 4 ଦିନ ହେଲା ଆସିଛୁ। ଆଉ ମା, ସେଠାରେ ସବୁ ଭଲ ତ? ସମୀରଣ କେମିତି ଅଛନ୍ତି? ସମୀରଣର ନାଁଟା ଯେମିତି ଯନ୍ତ୍ରଣାର ମୃଦୁ ସ୍ପର୍ଶ ଦେଇଗଲା। ସେ କେମିତି କହିବ ଆସିବା ଦିନରୁ ସମୀରଣଙ୍କ ସହ ତାର ସାକ୍ଷାତ ବି ହେଇନି। ହଁ ବାପା, ସେ ଭଲ ଅଛନ୍ତି, ଅଫିସ ଯାଇଛନ୍ତି। ତା ବାପା ସମୀରଣକୁ ଫୋନ୍ ଦେଲୁ ମା କହିବା ଆଗରୁ ସେ ବାଟ କାଟିଦେଲା। ମାନେ ଠାକୁର ଘରେ କିଏ, ମୁଁ କଦଳୀ ଖାଇନି ଭଳି କଥା ହେଲା। 5 ଦିନ ବିତିଗଲା। ସମୀରଣଙ୍କ ମାଙ୍କର ଧୈର୍ଯ୍ୟର ବନ୍ଧ ଧୀରେ ଧୀରେ ଭାଙ୍ଗୁଥିଲା। ବୋହୂ ମନେ ମନେ କ'ଣ ଭାବୁଥିବ କେଜାଣି। ଅଷ୍ଟମଙ୍ଗଳା ପରେ ଯାଇଛି ଯେ ଏଯାଏଁ ବି ବୋହୂ ପାଖକୁ ଫୋନ୍ କଲାନି। ଏତେ ବଡ଼ ଘରର ଝିଅ, ହେଲେ ଠିକ୍ ସଂସ୍କାର ପାଇଛି ବୋଲି ଏଯାଏଁ ଚୁଁ ବି କରୁନି। ଆଉ କିଏ ଝିଅ ହୋଇଥିଲେ? ସମୀରଣଙ୍କ ମା ଭଗବାନଙ୍କଠାରେ କୃତଜ୍ଞତା ଜଣାନ୍ତି ତନୁ ପରି ବୋହୂଟିଏ ଦେଇଥିବାରୁ।
ହେଲେ ନିଜ ପୁଅ କାହିଁକି ଏମିତି କରୁଛି ସେ ଭାବି ପାରୁନାହାନ୍ତି। ନିଜ ପୁଅର ସ୍ୱଭାବ ଚରିତ୍ର ସେ ଖୁବ୍ ଭଲ ଭାବରେ ଜାଣନ୍ତି। ଏମିତି ଦୁହିଁଙ୍କ ଭିତରେ କ'ଣ ହେଇଛି? ବାହାଘର ବି ତ ପୁଅର ଇଚ୍ଛାରେ ହେଇଛି। ଏମିତି ଆଉ ଗୋଟାଏ ସପ୍ତାହ ବିତିଗଲା। ତନୁଶ୍ରୀ ଜାଣିପାରିଲା ସମୀରଣ ଆଦୌ ଦିଲ୍ଲୀ ଯାଇନାହାନ୍ତି, ଏଇଠି ଇନ୍ଦୋରରେ ହିଁ ଅଛନ୍ତି। ନା, ସେ ଆଉ ଏଠାରେ ରହିବନି। ସେ ତା ପାଇଁ ଘର ଛାଡ଼ି କେଉଁଠି କାହିଁକି ଗେଷ୍ଟ ହାଉସ୍ରେ ରହିବେ? ସେ ଫେରିଯିବ ଗାଁକୁ। ହେଲେ ଶାଶୁଙ୍କୁ କ'ଣ କହିବ? ରୁମ୍ରେ ବସି ତନୁଶ୍ରୀ ଝରକା ଦେଇ ଶୂନ୍ୟ ଆଖିରେ ଶୂନ୍ୟକୁ ଅନେଇଛି। ମହାଶୂନ୍ୟ ପରି ତା ଜୀବନରେ ବି ଖାଲି ଶୂନ୍ୟତା। ସତରେ ତାକୁ ବିଶ୍ୱାସ ହେଉନଥିଲା। ସମୀରଣ ତାକୁ ଆଉ ଗୋଟିଏ ମୌକା ବି ଦେଲେନି। ଅଥଚ ତାଙ୍କ ପ୍ରିୟତମା ସର୍ବଶ୍ରେଷ୍ଠ ବୋଲି କବିତାରେ ଲେଖିଛନ୍ତି। ଓଃ, ତା ବିବେକ ବାଧା ଦେଇ କହିଲା, ସମୀରଣ ଯେଉଁ ପ୍ରିୟତମାର ଶ୍ରେଷ୍ଠତା ଲେଖିଛନ୍ତି ତାର ଜ୍ୱଳନ୍ତ ଉଦାହରଣ ସେ ପ୍ରଥମ ରାତ୍ରିରେ ଦେଇଦେଲୁ। ଆଉ ପୁଣି କେମିତି ଆଶା କରୁଛୁ ସେ ତୋତେ? ମାରେ, ଗୋଟିଏ କଥା ପଚାରିବି, ସତ କହିବୁ? ଅଚାନକ ଶାଶୁଙ୍କ ପ୍ରଶ୍ନରେ ତନୁଶ୍ରୀର ଧ୍ୟାନ ଭଙ୍ଗ ହେଲା। ହଁ ମା, ପଚାରନ୍ତୁ। ତମ ଦିହିଙ୍କ ଭିତରେ କିଛି ଝଗଡ଼ା ହେଇଛି କି? କହ ମୋତେ। ସେ କୁଳାଙ୍ଗାରର କାନ ଧରି ପଚାରିବି। ତନୁଶ୍ରୀ ଭାବୁଛି କେମିତି କହିବ ସେ ଯାହାକୁ ସୁନାନା କି ବୋହୂ ବୋଲି ଭାବିଛନ୍ତି ତାହାରି ପାଇଁ ତାଙ୍କ ପୁଅ ଘର ମାଡ଼ୁନାହାନ୍ତି। ତାଙ୍କ ପୁଅ କୁଳାଙ୍ଗାର ନୁହଁ, କୁଳଦୀପକ। ନାହିଁ ମା, ସେମିତି କିଛି ହେଇନି। ଆପଣଙ୍କ ପୁଅ କାମରେ ବ୍ୟସ୍ତ ରହୁଛନ୍ତି ବୋଧହୁଏ। ମୁଁ କ'ଣ କହୁଥିଲି କି, ମା, ଆମେ କାଲି ଫେରିଯିବା ଘରକୁ। ବୋହୂ ମୁହଁରୁ ଫେରିଯିବା କଥାଟା ସମୀରଣଙ୍କ ମା'ଙ୍କୁ କେମିତି ଅଡ଼ୁଆ ଲାଗିଲା। ନୂଆ ନୂଆ ବାହା ହେଇଥିବା ଯୋଡ଼ା, ଏବେ କେହି କାହାକୁ ଛାଡ଼ି ରହିବା ଅସମ୍ଭବ ହୋଇଥାନ୍ତା। ହଁ, ତାଙ୍କ ପୁଅ ଯେତେବେଳେ ତନୁ ଆସିଛି ଶୁଣି ଏଯାଏଁ ଦିଲ୍ଲୀରୁ ଫେରିଲାନି, ସେ ବି କ'ଣ ପାଇଁ ଏଠାରେ ପଡ଼ି ରହିବ? ନହେଲେ କାମ ସାରି ପୁଅ କ'ଣ ଏଯାଏଁ ଫେରିପାରି ନଥାନ୍ତା? ତନୁ କ'ଣ ଛୋଟ ପିଲା ହେଇଛି? ଏତିକି କଥା କ'ଣ ସେ ବି ଭାବୁନଥିବ? ସେ କହିଲେ, ହଉ ମା, ଆମେ କାଲି ଫେରିଯିବା ଘରକୁ। ସେ କୁଳାଙ୍ଗାର ଘରକୁ ଆସିଲେ ତା ବିଚାର କରିବି। ଆଉ ଗୋଟାଏ ରାତି ପାହିଗଲେ ସବୁ ଆଶା ସ୍ୱପ୍ନର ଯବନିକା ଟାଣି ସେ ଫେରିଯିବ ଘରକୁ। ରାତି 12ଟା ହେଲାଣି। ତନୁ ଆଖିରୁ ନିଦ କୁଆଡ଼େ କେତେ ରାତି ହେଲା ଗାୟବ ହୋଇଯାଇଛି ଯେମିତି। ଶୂନ୍ୟ ଝରକା ଦେଇ ଅନାଇଲା ବାହାରକୁ। ଲାଇଟ୍ ପୋଷ୍ଟରୁ ଆଲୁଅ ବିଛୁରି ଯାଇଛି, ପରିଷ୍କାର ଦିଶୁଛି। ଝରକା ସେପାଖେ ଥିବା ଦେବଦାରୁ ଗଛ ପାଖରୁ କିଏ ଜଣେ ବାହାରେ ଚାଲି ଯାଉଥିବାର ଦେଖିଲା। କିଏ ଏତେ ରାତିରେ? ପୁଣି ଚୌକିଦାର ଥାଉ ଥାଉ। ସେ ପରଦା ଭଲରେ ଲଗାଇ ବିଛଣାରେ ବସି ପଡ଼ିଲା। କେତେ ଚିଠି ଲେଖିଲା, ସବୁ ଡଷ୍ଟବିନ୍ରେ ସ୍ଥାନ ପାଇଲା। କାଲି ସେ ଫେରିଯିବ। ସମୀରଣ ପାଇଁ କିଛି ଗୋଟେ ମେସେଜ ଛାଡ଼ିଯିବ ନିଶ୍ଚୟ। ଅଭିମାନ କରିବାର ଅଧିକାରରୁ ସେ ନିଜକୁ ନିଜେ ବଞ୍ଚିତ କରିସାରିଛି। ତେଣୁ ସେ ଅଭିଯୋଗ ମଧ୍ୟ କରିପାରିବନି। ଶେଷରେ ଛୋଟ କାଗଜରେ 2 ଧାଡ଼ି ଲେଖି ତକିଆ ତଳେ ରଖିଦେଲା। ରାତି ପାହି ପୁଣି ଆଉ ଏକ ନୂଆ ସକାଳ ହେଲା। ହେଲେ ଏ ସକାଳ ତା ପାଇଁ ଚିର ବିଚ୍ଛେଦର ସମାଚାର ନେଇ ଆସିଥିଲା। ମାଳତୀ ତାର କାମ ସାରି ଯିବା ପୂର୍ବରୁ ପଚାରିଲା, ମା, ଆଜି ଆପଣମାନେ ଚାଲି ଯାଉଛନ୍ତି ବୋଲି ଶୁଣିଲି, ପୁଣି କେବେ ଫେରିବେ? ମାଳତୀର ପ୍ରଶ୍ନ କିଛି ଅପ୍ରାସଙ୍ଗିକ ନୁହଁ। ତନୁଶ୍ରୀ ହସି ଦେଇ କହିଲା, ହଁ, ଖୁବ୍ ଶୀଘ୍ର ଫେରି ଆସିବି। ତମେ କାମ କରିବାକୁ ଆସିବ ତ? ହଁ ମା, ସେଇଥିପାଇଁ ତ ପଚାରିଲି। ତନୁଶ୍ରୀ ହସିଦେଲା, ଏକ ଉଦାସ ଭରା ହସ। ସମୀରଣଙ୍କର ମା ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି। ବୋହୂକୁ ଛାଡ଼ି ଦେଇ ଯିବେ ନା ସାଙ୍ଗରେ ନେଇଯିବେ? ହେଲେ ଏକୁଟିଆ କେମିତି ସେ ରହିବ? ପୁଅର ତ କିଛି ଖବର ନାହିଁ। ଦେଖା କରିବାକୁ ବି ଆସିଲାନି। କାହା ଭରସାରେ ଛାଡ଼ିଯିବେ? ତେଣୁ 2 ଜଣ ଯାକ ପୁଣି ଫେରିବା ପାଇଁ ପ୍ରସ୍ତୁତ ହେଉଥିଲେ। ଆସିବା ବେଳେ ସେ କେତେ ଖୁସି ଆଉ ଉତ୍ସାହିତ ଥିଲା। ଆଉ ଏବେ ମନଟା ଯେମିତି 100 ବର୍ଷର ବାର୍ଦ୍ଧକ୍ୟରେ ପହଞ୍ଚି ଯାଇଛି ଅଚାନକ। ଲେଖିଥିବା 2 ଧାଡ଼ି ପୁଣି ଥରେ ପଢ଼ିଲା ତନୁଶ୍ରୀ। ମୁଁ ଆଜି ଫେରି ଯାଉଛି। ମୋ ପାଇଁ 7 ଦିନ ଗେଷ୍ଟ ହାଉସ୍ରେ ତମକୁ କଟେଇବାକୁ ପଡ଼ିଲା, ସେଥିପାଇଁ ମୁଁ ଖୁବ୍ ଦୁଃଖିତ। ତନୁ, ନିଜର ଘର ବୋଲି ଯାହାକୁ 7 ଦିନ ହେଲା ଆବୁରି ଥିଲା, ତାକୁ ପୁଣି ସେହି ଚୌକିଦାର ହେପାଜତରେ ଟେକି ଦେବାକୁ ପଡ଼ିଥିଲା ତନୁଶ୍ରୀକୁ। ଅଶ୍ରୁଳ ଆଖିରେ ବିଦାୟ ନେଉ ନେଉ ସେ ଭାବୁଥିଲା,